ଆମର ଚଳିତ ମାସ 16 ତାରିଖ ରାତିରେ ଖବର ଆସିଲା ଯେ କେନ୍ଦୁଜିଆଣୀ ହାଟରେ ହାଟ କର୍ଣ୍ଣର ଆଡ଼କୁ ଟିକେ ଗୋଟେ କ'ଣ ଗୋଟେ ଜଳୁଥିବାର ଦେଖାଗଲା ଜଣକୁ। ତ ସେ ଖବର ଦେଲେ ଥାନାକୁ। ଥାନାବାଲା ଯାଇ ଦେଖିଲା ବେଳକୁ ଦେଖିଲେ ଯେ ଗୋଟେ ଅଧାରୁ ଅଧିକା ପଡ଼ିଥିବା ଶବ ଗୋଟେ ପଡ଼ିଛି କେନ୍ଦୁଜିଆଣୀ ହାଟ ଇଏରେ କୁଟା ତଳେ ଥିଲା, ଜଳି ଯାଇଥିଲା। ତାପରେ ଆମେ ସେଠି ଗାଡ଼ି ଦେଲୁ। ତା ପରଦିନ ରାତିରେ ଚିହ୍ନଟ ପାଇଁ ବି ଚେଷ୍ଟା କରାଯାଇଥିଲା, ଚିହ୍ନଟ ହେଇପାରିନଥିଲା, ଅନନୋନ୍ ଥିଲା, ଅନଆଇଡେଣ୍ଟିଫାଏଡ୍ ଥିଲା। ତା ପରଦିନ ସକାଳେ ଆଇଡେଣ୍ଟିଫାଏ ହେଲା ବଡି ଯେ ଭଦ୍ରୁ ମହାନ୍ତ ଓରଫ କନ୍ଦା ବୋଲି ଜଣେ ବ୍ୟକ୍ତି, ତାଙ୍କ ବଡି ବୋଲି ଆଇଡେଣ୍ଟିଫାଏ କଲେ, ତାଙ୍କର ନିଜ ବଡ଼ ଭାଇ ଆଇଡେଣ୍ଟିଫାଏ କଲେ। ସେ ଭଦ୍ରୁ ମହାନ୍ତ ଘର ସେଇ ପାଖରେ ଜଡ଼ବିଲ ତାଙ୍କର ଗାଁ, ସେଇଠି ତାଙ୍କର ଘର ପାଖରେ। ତାପରେ ଆମେ ସେ ବଡିର ଇନକ୍ୱେଷ୍ଟ କଲୁ, ପୋଷ୍ଟମର୍ଟମ କରାହେଲା। ସେଇ ଭିତରେ ସେ ଘଟଣାର ତଦନ୍ତ ଆରମ୍ଭ କରାହେଲା। ଘଟଣାର ତଦନ୍ତ ଆରମ୍ଭ କରାଯାଇ ସେ ମଦ ସେଇଠି ପିଇଥିଲା ବୋଲି ଖବର ଆସିଲା ଯେ ସେ ସେଇଠି ମଦ ପିଇଥିଲା। ମଦ ଆଉ ସେ ଚଣାବାଲା ଥିଲେ ଆଉ ପତୁଆ ବିକ୍ରି କରୁଥିଲେ, ସେଇ ପାଖରେ ତାଙ୍କର କିଛି ପାଟିତୁଣ୍ଡ ହେଇଥିଲା ବୋଲି ଇନିସିଆଲ ପ୍ରାଥମିକ ତଦନ୍ତରେ କିଛି ଆସିଲା। ତାପରେ ଆମେ ଯେତେ ଜଣ ମଦବାଲା ଅଛନ୍ତି ସେଠି ଆମେ ଧରିଲୁ ତାଙ୍କୁ। ମଦ ଚାଖଣା ଯେତେ ବିକ୍ରି କରୁଥିଲେ ସମସ୍ତଙ୍କୁ ଇଣ୍ଟ୍ରୋଗେସନ୍ କରାଗଲା ଲାଷ୍ଟ 2-3 ଦିନରେ। ଫାଇନାଲି ଆମେ ବାହାରିଲା ଯେ ଆମର ରଞ୍ଜିତ ମହାନ୍ତ ଆଲିଆସ ଜଟିଆ, ଯିଏକି ସେଠି ଚଣା ବିକୁଥିଲେ, ଆଉ ଘନ ଜାମୁଡ଼ା ଆଲିଆସ କଟରା, ଏଇ 2 ଜଣ ମିଶିକି ତାଙ୍କର ଗୋଟେ ପୂର୍ବର ଶତ୍ରୁତା ତ କୁହାଯିବନି କିନ୍ତୁ ଝଗଡ଼ା ହେଇଥିଲା ଘନ ଜାମୁଡ଼ାର। ଆଉ ସେ ମଦ ପିଇକି ମାତାଲ ହେଇକି ଚିଲାଚିଲି କରିଥିଲା। ଘନ ଥରେ ଯାଇଥିଲା କ୍ରିକେଟ ଖେଳିବାକୁ ତା ଘର ପାଖକୁ, ଡିସିଜ୍ଡର ଘର ପାଖକୁ, ସେଇଠି ବି ତାଙ୍କର ସେଠି ଟିକେ ପାଟିତୁଣ୍ଡ ହେଇଥିଲା, ଘନର ରାଗ ଥିଲା। ଆଉ ରଞ୍ଜିତ ମହାନ୍ତ ଡିସିଜ୍ଡର ବଂଶର ଭାଇ ବି ଲାଗିବ, ତାଙ୍କର କିଛି ଡିସ୍ପ୍ୟୁଟ୍ ଏପର୍ଯ୍ୟନ୍ତ ବାହାରିନି, କିନ୍ତୁ ତାଙ୍କର ବି ସେ ପାଟିତୁଣ୍ଡ କରେ ଯାଇକି ତାଙ୍କ ଘର ସାମ୍ନାରେ। ଏଇଭଳିଆ ହେଇକି ତାଙ୍କର ରାଗ ଥିଲା। ସେଦିନ ବି ତାଙ୍କର ପଇସା ଛଡ଼ାଛଡ଼ି କରିଛନ୍ତି, ପାଖାପାଖି 160 ଟଙ୍କା ଛଡ଼ାଛଡ଼ି କରିଛନ୍ତି ତାଠାରୁ। ସିଏ ସେମି କନସିୟସ୍ ଷ୍ଟେଟ୍ରେ ଥିଲା ମହୁଲି ପିଇକି। ତାକୁ ତାପରେ ଟଣାଭିଡ଼ା କରିକି ତାକୁ ଶୋଇ ଦେଇକି ତା ଉପରେ ନଡ଼ା ପକେଇ ଦେଇକି କୁଟା ପକେଇ ଦେଇକି ତାକୁ ଜଳେଇ ଦେଇଛନ୍ତି, ପୋଡ଼ି ଦେଇଛନ୍ତି। ଗୋଟେ କୁଟାର ବଳା କରିକି ପୋଡ଼ି ଦେଇଛନ୍ତି। ଏହି ଟୋଟାଲ କେସ୍ର ଇଏରେ ଲକ୍ଷ୍ମୀ ମହାନ୍ତ ବୋଲି ଡିସିଜ୍ଡର ଝିଅ ଯିଏ, ସିଏ ରିପୋର୍ଟ ଦେଇଥିଲେ। ସେଇ ବେସିସ୍ରେ ଆମର 103 କ୍ଲଜ 1 ଆଉ 238 BNSରେ ଗୋଟେ କେସ୍ ରେଜିଷ୍ଟ୍ରେସନ ହେଇଥିଲା ଠାକୁରମୁଣ୍ଡା ଥାନାର 123 ନମ୍ବର କେସ୍ରେ। এই କେସ୍ର ଆଇଓ OIC ସାବିତ୍ରୀ ଦଳେଇ ଆଉ ତାଙ୍କୁ ଆସିଷ୍ଟ କରିଥିଲେ ଏଏସ୍ଆଇ ରତ୍ନାକର ବାରିକ ଆଉ ଆମର ଠାକୁରମୁଣ୍ଡା PSର ଏଣ୍ଟାୟାର ଟିମ୍ এই କେସ୍ର ପର୍ଦ୍ଦାଫାଶ କରିଛନ୍ତି। ନା ସେମିତି କିଛି ନାହିଁ, ଏମିତି କିଛି ଆସିନି ଏପର୍ଯ୍ୟନ୍ତ ତଦନ୍ତରେ। ଯାହା ଆସିଛି ମୁଁ କହିଦେଇଛି।